ମୋ ନାଁ ବାସନ୍ତୀ। କଣ ଏବେ ତାଙ୍କେ ଜଣେ ସେଟା ଆମ ବାପା ଲାଗିବେ। କେମିତି ହେଲା? ଗଛରେ ପଡିଗଲା। କୋଉ ଗଛ କହିଲେ? ଆମ ଗଛରେ ପଡିଥିଲା। ହେଲେ କେମିତି ହେଲା? ଗୋଡ ଭାଙ୍ଗି ଗଲା ସେଥିପାଇଁ ଦେହଲୁହାରି ଆଣିଥିଲୁ ମେଡିକାଲରେ। ସେ ଆଣିଥିଲା ବେଳେ ଜୀବନ ଚାଲିଗଲା। ପେଟ୍ରୋଲ କୋଉଟାରେ ଆଣୁଥିଲ? ମାରଲି ମେଡିକାଲରେ ଆଣିଥିଲୁ। ଟିକେ ଟିକେ ଜୀବନ ଥିଲା। ଏଇଠି ଆଣିଥିଲା ବେଲେ ପୂଜା ପାଟିରେ ସରିଗଲା। ଗାଡିରେ ପେଟ୍ରୋଲ ସରିଯାଇଛି ଗାଡିରେ। ହୋମଲେସ୍ ଗାଡି ଥିଲା ଆଣିଥିଲୁ କେଟେଇ ପାରିଲୁ ନାହିଁ ମେଡିକାଲରେ। ବାଟରେ ପେଟ୍ରୋଲ ସରିଲା। ମତେ ଢାଲା କେହି ଲ ନାହିଁ ବା ନାହିଁ ଆଜ୍ଞା। ବାଟରେ ଘାଟରେ ପେଟ୍ରୋଲ ସରିଗଲା ସେଥିପାଇଁ ଆମେ ଆଣି ପାରିଲୁ ନାହିଁ। କାଲି ରାତିରେ ମାଥିଲି ଏସ୍ଡିଏଚ୍ରୁ ଜଣେ ପେସେଣ୍ଟ ବସନ୍ତ ଖିଲୋ ବୋଲି ରେଫର୍ ହେଇ ଆସିଥିଲେ, ଯିଏକି ରିସିଭ୍ ଡେଟ୍ ଥିଲେ। ମେଡ଼ିକାଲରେ ପହଞ୍ଚିଲା ବେଳେ ତାଙ୍କ ଡେଥ୍ ହେଇଯାଇଥିଲା। ତାଙ୍କୁ ପଚାରି ଯାହା ଜାଣିଲି ଯେ ସେ ଆମ୍ବ ଗଛରୁ ଆମ୍ବ ତୋଳିଲା ବେଳେ ପଡ଼ି ଯାଇଥିଲେ। ଆଉ ତାଙ୍କର ଲେଫ୍ଟ ସାଇଡ୍ ଚେଷ୍ଟରେ ବହୁତ ସିଭିୟର ମାଡ଼ ବାଜିଥିଲା। ଆଉ ରାଇଟ୍ ସାଇଡ୍ ଥାଇ ଆଉ ଲେଗ୍ରେ ବହୁତ ସିଭିୟର ଟ୍ରମା ଥିଲା। ଆଉ ମୁଁ ତାକୁ ଏକ୍ଜାମିନେସନ୍ ପ୍ରାଇମେରୀ ଏକ୍ଜାମିନେସନ୍ କରି ଯାହା ଦେଖିଲି ଲେଫ୍ଟ ସାଇଡ୍ ଚେଷ୍ଟର ମଲ୍ଟିପୁଲ୍ ରିବ୍ସ ଫ୍ରାକ୍ଚର ଅଛି। ରାଇଟ୍ ସାଇଡ୍ ଫିମର ଆଉ ଟିବିଆ ମୋଷ୍ଟଲି ଫ୍ରାକ୍ଚର ଅଛି। ତ ଇମିଡ଼ିଏଟଲି ମୁଁ ପୋଲିସ ଇନଫର୍ମେସନ୍ ଦେଇଥିଲି। ଆଜି ସକାଳେ ତାଙ୍କର ପୋଷ୍ଟମର୍ଟମ୍ ହେବ। ପୋଷ୍ଟମର୍ଟମ୍ ହେଲା ପରେ ଜଣାପଡ଼ିବ ଏକ୍ଜାକ୍ଟଲି କ'ଣ ଇଞ୍ଜୁରି ଅଛି କ'ଣ ନାହିଁ। ତ ସେ ଆସିବାରେ ଟିକେ ଲେଟ୍ ହେଇଗଲା ମେଡ଼ିକାଲରେ ପହଞ୍ଚିବାରେ। ବାଟରେ ତାଙ୍କର ଡେଥ୍ ହେଇଯାଇଛି ରେଫର୍ ହେଲା ପରେ ଆଉ। ହେଲେ ପେସେଣ୍ଟ ପୋଲିସ ଇନଫର୍ମେସନ୍ ଯାଇଛି, ପୋଷ୍ଟମର୍ଟମ୍ ଆଜି ହେବ ଆଉ। ମାଥିଲି ଏସ୍ଡିଏଚ୍ରୁ ରେଫର୍ ହେଇଛନ୍ତି। ରେଫର୍ ହେଇ ଆସିଥିଲେ ରାତିରେ କାଲି ରାତି 11:30ରେ। ହଁ ଆଉ ଟିକେ ଜଲ୍ଦି ପହଞ୍ଚିଲେ କିଛି ହେଇପାରିଥାନ୍ତା। ବାଟରେ ଡେଥ୍ ହେଇଯାଇଛି ତାଙ୍କର ଆଉ।